ହରିନାମ ହରିନାମର ମହିମାର ଶ୍ରବଣ କରୁଥିଲେ କି ଅବନ୍ତୀ ବ୍ରାହ୍ମଣଙ୍କ କଥା। ଅବନ୍ତୀ ବ୍ରାହ୍ମଣ ଯିଏ ଏଇ ଲୀଳା ଭଗବାନ ଫାଷ୍ଟ ଟାଇମ ଭଗବାନ ଉଦ୍ଧବଙ୍କୁ କହୁଛନ୍ତି କି ଅବନ୍ତୀ ଲୀଳା ଅବନ୍ତୀ ବ୍ରାହ୍ମଣଙ୍କର ଚରିତ୍ରରେ କି ମନ ବାସ୍ତବରେ ଆମର ଏଇ ଜନ୍ମ ମୃତ୍ୟୁ ଜରା ବ୍ୟାଧି ଏ ଉପସାଗରରେ ପଡିବାର ଗୋଟିଏ ମାତ୍ର କାରଣ। ଆଉ ମନର ଦେବତୁଲ୍ୟ ଶକ୍ତି ଏତେ ଅତ୍ୟଧିକ କି ସମସ୍ତ ଇନ୍ଦ୍ରିୟ ନିୟନ୍ତ୍ରଣ କରେ। ଆଉ ମନ ପାଇଁ ଯିବ ଏ ଭୌତିକ ଜଗତ ମନ ପାଇଁ ଯିବ ଏଇ ଭୌତିକ ଜଗତରେ ପତିତ ହୁଏ। ଆଉ ଏ ମନ ପାଇଁ ଭଗବତ ଗୀତାରେ ଭଗବାନ କହୁଛନ୍ତି ମନ ଆମକୁ ଉଦ୍ଧାର ବି କରିପାରେ। ତେଣୁ ସେଥିପାଇଁ ପ୍ରଭୁପାଦ ଗୋଟେ ଲେକ୍ଚରରେ କହିଛନ୍ତି ଡୋଣ୍ଟ ଟ୍ରଷ୍ଟ ଦ ଅନକଣ୍ଟ୍ରୋଲେବଲ ସେନ୍ସେସ ଆଣ୍ଡ ମାଇଣ୍ଡ। ମାନେ କାହିଁକି ନା ମନକୁ ଗୋଟେ ସର୍ପ ସାଙ୍ଗରେ ତୁଳନା କରାଯାଇଛି। ସର୍ପ ଈର୍ଷା ଭାବରେ ଜୀବକୁ କେତେବେଳେ ବି ଦଂଶନ କରିପାରେ। ଆଉ ସର୍ପ ଦଂଶନ କାହିଁକି କରେ କାରଣ ସର୍ପ ଈର୍ଷା ଜୀବ ପ୍ରତି ଈର୍ଷା କରେ ତାକୁ ସେଥିପାଇଁ ଆମେ ଯେତେବେଳେ ଭଗବତ ଧାମରୁ ଏଇ ଧାମକୁ ଆସନ୍ତି ଏଇ ଦେବୀ ଧାମକୁ ଆସନ୍ତି ସେତେବେଳେ ଆମର ଆସିବାର ଗୋଟିଏ ମୁଖ୍ୟ କାରଣ ଥାଏ କି ଆମେ ଭଗବାନ କୃଷ୍ଣଙ୍କୁ ଇର୍ଷା କରନ୍ତି। ସେଇଥିପାଇଁ ଭଗବାନଙ୍କର ଯୋଉ ବିଶେଷ ଗୁଣ ଅଛି କି ଭଗବାନ ପରମ ପିତା ଭଗବାନ କି ପୂର୍ଣ୍ଣ ରୂପେ ଭୋକ୍ତା ଏବଂ ପୂର୍ଣ୍ଣ ରୂପରେ ନିୟନ୍ତ୍ରକ ପୂର୍ଣ୍ଣ ରୂପେ ସୃଷ୍ଟିକର୍ତ୍ତା ଆଉ ଭଗବାନ ସୁପ୍ରିମ ପ୍ରୋଭାଇଡର। ତ ସେମିତି ଆମେ ଏଇ ଦୁନିଆରେ ଯେତେବେଳେ ଆସନ୍ତି ଆମେ ମଧ୍ୟ ଏଇ ଗୁଣକୁ ଧାରଣ କରିବା ପାଇଁ ଚେଷ୍ଟା କରନ୍ତି। ତ ମନ ମାଧ୍ୟମରେ ଆମେ ବିଭିନ୍ନ ପ୍ରକାର ଭୋଗ ବସ୍ତୁକୁ ସଂକେତ କରିକି ରଖନ୍ତି ନାଇଁ ମୁଁ ନିଶ୍ଚୟ ଏ ସଂସାରକୁ ଭୋଗ କରିବି। ବାସ୍ତବରେ ଜୀବ କେବେ ବି ଭୋକ୍ତା ନୁହେଁ ଜୀବ ଉପଭୋକ୍ତା। ତେଣୁ ସେଥିପାଇଁ ମନକୁ ଯେ ପର୍ଯ୍ୟନ୍ତ ଆମେ ଭଗବାନ କୃଷ୍ଣଙ୍କ ସେବାରେ ନ ଲଗେଇଛେ ସେ ପର୍ଯ୍ୟନ୍ତ ଜୀବ ଚେଷ୍ଟା କରିବ କି ନାଇଁ ମୁଁ ସଂସାରକୁ ଭୋଗ କରିବି ମୁଁ ଭୋକ୍ତା ମୁଁ ସୃଷ୍ଟିକର୍ତ୍ତା ମୁଁ ସବୁ ଜିନିଷ କି ମୁଁ ତେଣୁ ଜୀବ ଯେତେବେଳେ ଭଗବତ ସେବାରେ ନିଯୁକ୍ତି ହୁଏ ସେତେବେଳେ ଭୋକ୍ତାର ଅଭିମାନ ନଥାଏ ସେତେବେଳେ ସିଏ କର୍ତ୍ତା ଅଭିମାନ ନଥାଏ କି ଆନନ୍ଦ ପ୍ରାପ୍ତି କରିବା ପାଇଁ ଏଇ ଭୌତିକ ଜଗତରେ ନିଜେ ଏଞ୍ଜୟ କରିବା ପାଇଁ ସୁପ୍ରିମ ଏଞ୍ଜୟର ମନୋଭୂତି ନଥାଏ। ସେ କଣ ହେଇଯାଏ କି ଦାସତ୍ୱର ଅଭିମାନ ସ୍ୱୀକାର କରେ। ତ ଦିଟା ଅହଙ୍କାର ଅଛି ଗୋଟେ ଅହଙ୍କାର କି ସତ୍ୟ ଅହଙ୍କାର ଟ୍ରୁ ଇଗୋ କି ଆମେ କୃଷ୍ଣଙ୍କର ନିତ୍ୟ ଦାସ ବୋଲି। ଆଉ ଗୋଟେ ଅହଙ୍କାର ଅଛି ଯୋଉଟା ଆମେ କୃଷ୍ଣଙ୍କର ନିତ୍ୟ ଦାସ ନୁହେଁ ଅର୍ଥାତ ଆମେ ମିଥ୍ୟା ଅହଙ୍କାର ଯୋଉଟା କହୁଛେ। ଜୀବ ଯେତେବେଳେ ମିଥ୍ୟା ଅହଙ୍କାର ବଶବର୍ତ୍ତୀ ହୁଏ ମନ ତାର ଚାକର ଭଳିଆ ସେ ସେବା କରେ। ସେଥିପାଇଁ କାଲି ମୁଁ ପଢିକି ବହୁତ ଆଶ୍ଚର୍ଯ୍ୟ ହେଲି କି ଆମେ ତାର ସେବା କରୁଛେ ବହୁତ ଅନନ୍ତ ଧର୍ମ ହେଲା ସିଏ କିନ୍ତୁ ଆମ ସେବା କରିବା ପାଇଁ ନାରାଜ କେବେ ବି ନାରାଜ କିଏ ମନ। ସେଥିପାଇଁ ଆମେ ମନକୁ କଣ କରିବା ଦରକାର ଜୟ କରିବାର ଅଛି ଆଉ ମନକୁ ଜୟ କରିବା ପାଇଁ ଆମକୁ ଭଗବାନ କି ହରିନାମରେ ଆଶ୍ରୟ ନେବାର ଅଛି। କିନ୍ତୁ ହରିନାମରେ ଯେତେବେଳେ ଆମେ ଆଶ୍ରୟ ନଉଛେ ଆମେ ଚାରିଟି ବିଶେଷ ଗୁଣ ଡେଭଲପ କରିବାର ଅଛି। ତୃଣାଦପି ଶୁନିଚେନ ତରୋରପି ସହିଷ୍ଣୁନା ମାନିନା ମାନଦେନ କୀର୍ତ୍ତନୀୟ ସଦାହରି। ଏଇ ଚାରିଟି ଗୁଣ ଆଜି ନୁହେଁ କାଲି ନୁହେଁ ଅନନ୍ତ କୋଟି ଜନ୍ମ ହେଲା ଆମେ ଅନନ୍ତ କୋଟି ଜନ୍ମ ପାଇଁ କରିବାର ଅଛି। ଯେବେ ଯେପର୍ଯ୍ୟନ୍ତ ଆମେ ଚିରନ୍ତନ ହରିନାମ ନବାର ଅଛି ସେଥିପାଇଁ ଆମେ ଚାରିଟି ଗୁଣ ଅବଲୋକନ କରିବାର ଅଛି ଗୋଟେ ହେଲା ତୃଣାଦପି ଶୁନିଚେନ ଅର୍ଥାତ ନମ୍ରତା। ନମ୍ରତା ଗୁଣ ଏ ଗୁଣ ବହୁତ ସୂକ୍ଷ୍ମ ଆଉ ବହୁତ ଦିବ୍ୟ। ନମ୍ରତା ସହନଶୀଳତା ସମ୍ମାନ ଅନ୍ୟକୁ ସମ୍ମାନ ଦେବା ନିଜେ କୌଣସି ସମ୍ମାନର ଆଶା ନ ରଖିବା। ତ ଏଇ ଗୁଣ ଯଦି ଆମେ ଆମ ଜୀବନରେ ଆମ ଜୀବନରେ ଏଇ ଗୁଣକୁ ଆମେ ଯଦି ଧାରଣ କରିବା ଏସବୁ ଦିବ୍ୟ ଗୁଣ ଏସବୁ ଗୁଣ ଏମିତିରେ ମିଳେନି। ଏହାକୁ ଆମକୁ କଲଟିଭେଟ କରିବାର ଅଛି। ଆଉ ହରିନାମ ମାଧ୍ୟମରେ ଏଇ ଗୁଣକୁ କଲ୍ଟିଭେଟ କରିବା ପାଇଁ ଆମକୁ ସାହାଯ୍ୟ ହବ ତେଣୁ ଆମେ ଏଇ ଗୁଣ ଧାରଣ କଲେ ହିଁ ଆମେ ଭଗବାନଙ୍କର ଶୁଦ୍ଧ ହରିନାମ ତେଣୁ ଆସନ୍ତୁ ଆମେ ଧୀରେ ଧୀରେ ଆମ ଜୀବନରେ ଏଇ ଗୁଣକୁ ଧାରଣ କରିବା ଭଗବାନଙ୍କର ନାମକୁ ଆସ୍ୱାଦନ କରିବା। ଠିକ ଅଛି ହରେ କୃଷ୍ଣ ଶ୍ରୀଲ ପ୍ରଭୁପାଦ କି ଜୟ। ଅନନ୍ତ କୋଟି ବୈଷ୍ଣବ की जय गौर प्रेमानंद हरे 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 कृष्ण। वैष्णव प्रणाम मंत्र वैष्णव माने पंचा कल्पतरु सदृश क्षमाशीଳ दयार ସାଗର ଏବଂ ପତିତ ଜୀବଙ୍କର ଉଦ୍ଧାରକାରୀ। ଦୈନନ୍ଦିନ ଜୀବନରେ ଜ୍ଞାତ ବା ଅଜ୍ଞାତ ସ୍ତରରେ ଯଦି କୌଣସି ସାଧୁ ଗୁରୁ ବୈଷ୍ଣବଙ୍କ ନିକଟରେ ଅପରାଧ ହୋଇଥାଏ ତାହେଲେ ପ୍ରାତଃ ମୁହୂର୍ତ୍ତରେ ସେମାନଙ୍କ ଚରଣ କମଳରେ କ୍ଷମା ପ୍ରାର୍ଥନା ମାଗି ନେବା ଉଚିତ।
वाञ्छाकल्पतरोर्भ्यश्च कृपा सिन्धुभ्येव च पतितानं पावनेभ्यो वैष्णवेभ्यो नमो नमः। अनंत कोटि वैष्णव वृंद की जय, जगत गुरु श्रील प्रभुपाद की जय।